କୁଜଙ୍ଗ ବନ ବିଭାଗର ଅତର୍କିତ ଚଢ଼ଉ ଚୋରାଚାଲାଣ ହେଉଥିବା କଇଁଚ ସହିତ ବ୍ୟବହୃତ ଗାଡ଼ି ଜବତ କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଆଜି କୁଜଙ୍ଗ ବନ ବିଭାଗ ତରଫରୁ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କୁଜଙ୍ଗ ବ୍ଲକ ଅନ୍ତର୍ଗତ ଚଟୁଆ ନିକଟରେ ଏକ ସ୍ପ୍ଲେଣ୍ଡର ପ୍ଲସ୍ ବାଇକ୍ରେ ବ୍ୟାଗ୍ ଭିତରେ କଇଁଚ ନେଇ ଯାଉଥିବା ଜଣେ ଯୁବକକୁ ଅଟକାଇବା ସହିତ ବ୍ୟାଗ୍ ଭିତରେ ପାଖାପାଖି 19ଟି ବିରଳ କଇଁଚ ଜବତ କରାଯାଇଛି। ଅଭିଯୁକ୍ତ ସହିତ ଜବତ କଇଁଚ ଓ ଗାଡ଼ିକୁ କୁଜଙ୍ଗ ବନ ବିଭାଗ କାର୍ଯ୍ୟାଳୟକୁ ଆଣିବା ପରେ କଇଁଚ ଚୋରାଚାଲାଣ କରୁଥିବା କୁଜଙ୍ଗ ଅରଖିଆ ଗ୍ରାମର ବିଜୁ ଦାସଙ୍କୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି କୁଜଙ୍ଗ ବନ ବିଭାଗ। ଘଟଣାକୁ ନେଇ କୁଜଙ୍ଗ ବନ ବିଭାଗ ତରଫରୁ ଗୁରୁତର ସହିତ ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପଛରେ କାହାର ହାତ ରହିଛି ଏନେଇ ବନ ବିଭାଗ ତରଫରୁ ଅଭିଯୁକ୍ତକୁ ପଚରାଉଚରା କରାଯାଇଥିବା ବେଳେ ଏହି କଇଁଚଗୁଡ଼ିକୁ ବାଲିତୁଠ ଅଞ୍ଚଳରୁ ଧରିବା ସହିତ କିଛି ଖାଇବା ଏବଂ ବିକ୍ରି କରିବା ଉଦ୍ଦେଶ୍ୟରେ ଆଣିଥିବା କହିଛି କଇଁଚ ଆଣୁଥିବା ବିଜୁ ଦାସ। ଏହା ସହିତ କୁଜଙ୍ଗ ବନ ବିଭାଗ ଅଧୀନରେ ରହିଥିବା ଢିଙ୍କିଆ ଚାରିଦେଶରେ ହରିଣ ମାଂସ ବିକ୍ରି ହେଉଥିବା ଅଭିଯୋଗକୁ ନେଇ ଉତ୍ତର ରଖିଛନ୍ତି କୁଜଙ୍ଗ ବନ ବିଭାଗ ଅଧିକାରୀ। ଏହି ଖବର ଆମ ପାଖରେ ପହଞ୍ଚିବା ପରେ ଆମେ ଏହାର ତଦନ୍ତ ଆରମ୍ଭ କରିଛୁ। ଘଟଣା ଯଦି ସତ୍ୟ ହୋଇଥାଏ ଏହି ଘଟଣାରେ ସଂଶ୍ଳିଷ୍ଟ ସମସ୍ତ ଅଭିଯୁକ୍ତଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରାଯିବା ନେଇ କହିଛନ୍ତି କୁଜଙ୍ଗ ବନ ବିଭାଗ ଅଧିକାରୀ ସଞ୍ଜୟ ପ୍ରଧାନ। ଗତକାଲି 27/3/2026 ଜଣେ ବ୍ୟକ୍ତି ଫୋନ୍ କଲେ ଯେ ଜୈନିକ ଜଣେ ବ୍ୟକ୍ତି ସେ ପାଖାପାଖି 19ଟି କଇଁଛ ନେଇ ସେ ଯାଉଛନ୍ତି। ତେଣୁ ଆମର ଟିମ୍ ତୁରନ୍ତ ସେ ଜାଗାରେ ପହଞ୍ଚିଲେ। ଚଟୁଆ ଛକ ନିକଟରେ ଦେଖିଲେ ଯେ ତାଙ୍କର ଗୋଟେ ପ୍ଲାଷ୍ଟିକ ବ୍ୟାଗରେ 19ଟି କଇଁଛ ଅଛି। ସେ କଇଁଛ ନାଁ ହେଲା ଇଣ୍ଡିଆନ୍ ସଫ୍ଟସେଲ୍ ଟର୍ଟଲ, ତାର ସାଇଣ୍ଟିଫିକ୍ ନେମ୍ ହେଲା ଲିସେମିଜ ପଙ୍କ୍ଟାଟା। ଗୋଟେ ପ୍ଲାଷ୍ଟିକ ବ୍ୟାଗ ଭିତରେ ହିରୋ ସ୍ପ୍ଲେଣ୍ଡର ପ୍ଲସ୍ ମୋଟର ସାଇକେଲ ନେଇକି ଯାଉଥିଲେ। ସେ ମୋଟର ସାଇକେଲ ନମ୍ବର ହେଲା 0D21M7830। ସେ ବ୍ୟକ୍ତିଙ୍କ ନାମ ହେଲା ବିଜୁ ଦାସ, ବୟସ 32, ବାପାଙ୍କ ନାଁ ଚଗଲା ଦାସ, 8 ଅରଖିଆ, ପୋଷ୍ଟ କୁଜଙ୍ଗ, ଡିଷ୍ଟ ଜଗତସିଂହପୁର। ତେଣୁ ତାକୁ ଆମେ ତୁରନ୍ତ କୁଜଙ୍ଗ ରେଞ୍ଜ ଅଫିସକୁ ଆଣିଲୁ। ତାଙ୍କ ନାଁରେ ଏକ କେସ୍ ବୁକ୍ କରାଯାଇଛି। ତାଙ୍କୁ ଆଜି ଜଗତସିଂହପୁର କୋର୍ଟ ଚାଲାଣ କରାଯିବ। ହଁ, କଇଁଛ ଜୀବନ୍ତ ଅଛି, ଆମେ ତାକୁ ଛାଡ଼ିବୁ ଆଉ ଆସାମକି କୋର୍ଟ ଚାଲାଣ କରାଯିବ। ନାଇଁ, ସେ କହୁଛନ୍ତି ଯେ ସେ ବାଲିତୁଠ ଏରିଆରୁ ଧରିକି ଆଣିଥିଲେ, ତାକୁ କିଛି ବିକ୍ରି କରିଥାନ୍ତେ ଆଉ ତାକୁ ଖାଇଥାନ୍ତେ। ତେଣୁ ତାଙ୍କ ପଛରେ କୌଣସି ଅଛନ୍ତି ବୋଲି ସେ କହୁନାହାନ୍ତି। ସେ ପର୍ସନାଲି ସେ ନିଜେ ହିଁ ଆଣିଛନ୍ତି। ନାଇଁ, ସିଏ ତ ତାଙ୍କ ପାଖରୁ କିଛି ଜଣାଯାଉନି, କିନ୍ତୁ ଆମେ ଯେହେତୁ ଗୋଟେ କେସ୍ ଧରାହେଇଛି ଆମେ ଫ୍ୟୁଚରରେ କିଏ ଅଛି କି ନାହିଁ ତାକୁ ନିଶ୍ଚୟ ଇନକ୍ୱାରି କରିବୁ, ଜାଣିବୁ। ଯଦି କିଛି ବି ଥାଏ ଆମେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବୁ। ଆଜ୍ଞା, ସେ ଅଞ୍ଚଳରେ ହରିଣ ମାରି ଖାଇବା, ବାରା ମାରି ଖାଇବା ଏମିତି ଅଭିଯୋଗ ଆସୁଛି ଏବଂ କମ୍ପ୍ଲେନ୍ ମଧ୍ୟ ରିଟିନ୍ କମ୍ପ୍ଲେନ୍ ଅଛି। ତାକୁ କିଛି ତଦନ୍ତ କରିବେ? ହଁ, ସେ ତଦନ୍ତ କରିବା ପାଇଁ ମୁଁ ଯେଉଁ ନୂଆ ଆମର ଯେଉଁ ବନପାଳ ଅଛନ୍ତି ତାଙ୍କୁ କୁହାଯାଇଥିଲା। ମୁଁ ବି ବ୍ୟକ୍ତିଗତ ଭାବରେ ତାକୁ ଦେଖିଛି। ଆମର ସାର୍ ବି ଫୋନ୍ କରିଥିଲେ। ସେ ଏରିଆରେ ପ୍ରାୟତଃ ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି ଯେ ସେ ଜଣେ ବ୍ୟକ୍ତି ସେ ଘୁଷୁରୀ କିଣିକି ଆଣିକି ସେ ବିକ୍ରି କରୁଛନ୍ତି, ବିଜନେସ୍ କରୁଛନ୍ତି ପାଖାପାଖି 7ରୁ 8 ବର୍ଷ ହେଲାଣି। ଆଉ ତାଙ୍କ ସହିତ କୌଣସି ଜଣେ ଲୋକଙ୍କର ପର୍ସନାଲ ଶତ୍ରୁତା ଅଛି, ଯାହାଫଳରେ ସେ ସେମିତି କହୁଛନ୍ତି। କିନ୍ତୁ ଆମେ ସେ ଇନକ୍ୱାରି ଜାରି ରହିଛି। ଫାଇନାଲ କ'ଣ ହେବ ଭବିଷ୍ୟତରେ ଯଦି କିଏ ତା ଭିତରେ ଥାନ୍ତି ହଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଯଦି କିଏ ଆମ କର୍ମଚାରୀ ବି ତା ଭିତରେ ସମ୍ପୃକ୍ତ ଥାନ୍ତି ତାଙ୍କ ଉପରେ ଆକ୍ସନ ନିଆଯିବ। ଯିଏ ବି ଥାନ୍ତି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ପାରାଦୀପରୁ ବିରଜା ପ୍ରସାଦଙ୍କ ରିପୋର୍ଟ, ଏନ୍ ଓଡ଼ିଶା।